ପାରଳା ଖେମୁଣ୍ଡିର ବହୁ ଚର୍ଚ୍ଚିତ ସରୋଜିନୀ ହତ୍ୟା ମାମଲାରେ ପାରଳା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡ ପଛରେ ଶାସକ ଦଳର ଜଣେ ଛାତ୍ରନେତାଙ୍କ ସମ୍ପୃକ୍ତି ଓ ଶାସକ ଦଳର ଟାଣୁଆ ନେତାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ଚାରିଆଡ଼େ ଭାଇରାଲ ହେବା ଓ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ଫଳରେ ବିଜେଡି ଏବେ ଅଡୁଆ ପରିସ୍ଥିତିରେ ପଡ଼ିଯାଇଛି। ଛାତ୍ର ବିଜୁ ଜନତା ଦଳରୁ ତାଙ୍କୁ ବହିଷ୍କାର କରାଯିବା ଓ 3 ଜଣ ଆସାମୀଙ୍କ ମଧ୍ୟରେ କାଶୀନଗର ଥାନା ଅନ୍ତର୍ଗତ କଲା ଗ୍ରାମର ଡେଭିଡ୍ ଯୁକ୍ତ 3ରେ ପାଠ ପଢ଼ୁଥିବା ଓ ପରେ ରଡ୍ ବାଇଣ୍ଡିଂ କାମରେ ସେ ବାହାରେ ଚେନ୍ନାଇରେ ରହୁଥିଲା। ଗତ ବଡ଼ଦିନ ବେଳକୁ ସେ ଆସି ଆଉ ତାର କର୍ମକ୍ଷେତ୍ରକୁ ଯାଇନଥିବା ପାରଳା ଥାନା ଅଧିକାରୀ ଶ୍ରୀ ଭୂପତିଙ୍କଠାରୁ ଜଣାପଡ଼ିଛି। ତାକୁ ଏମାନେ ସୁପାରି ଦେଇ ଏହି ହତ୍ୟାକାଣ୍ଡ ସହ ଡିଲ୍ କରିଥିଲେ। ପ୍ରତୀକ ଓ ଅମିତ ସହ ଏହି ଡେଭିଡ୍ ସମ୍ପର୍କ କରି ଗତ 1 ମାସ ହେଲା ଯୋଜନା ପ୍ରସ୍ତୁତ କରୁଥିଲେ। ପ୍ରତୀକ ଓ ଅମିତ ଡେଭିଡ୍କୁ ବ୍ୟବହାର କଲେ ଆଉ କେହି ଯେମିତି ଜାଣିପାରିବେ ନାହିଁ ସେହି ଯୋଜନା ମୁତାବକ ତାକୁ ବ୍ୟବହାର କଲେ। ଡେଭିଡ୍ର ଆଉ କେଉଁଠି କିଛି କେସ୍ ଅଛି ବା ତାର ଅପରାଧ ପୃଷ୍ଠଭୂମି କ'ଣ ପୋଲିସ ଆହୁରି ତଦନ୍ତ କରୁଛି। ଏଣୁ ବିଜେଡି ନେତାମାନେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଲେ ଯାଇ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।